माने कौन करी मोर कौन करवा उचित जेतोले मु जानी पारे ना सेतोले सुंदरकांड आरंभ। किंतु राम कहले आगे कौन करे पड़ो पाटी खोलिले रा पाटी बंद कले म अर्थात जीवन रु मृत्यु पर्यंत होती राम। जीवन रु मृत्यु पर्यंत जन्म रु आम जो कुआ कुआ डाकी रा आ मरवा जो म पाटी बंद हम ये सब होती राम। सिया राममय सब जग जानी करहु प्रणाम जोरी जुग पानी। श्री राम बोले 5 दिन धरी अनशन व्रत करथिबा मर्कट माने भोजन करि नांती एवं हनुमान जी कहते तुम्हें मैंने कई लंप प्रदान करके जाई परिबनी मते साहाय्य करबा को जीवार आवश्यकता नहीं गले समुद्र रे बुड़ी की मरिबो खाई नांती भोजन कर नांती जदि हनुमान जी न फेरचंदी सुग्रीव हमको मारिबो। ये जो अवस्था संकट समय सुंदरकांड कौन किया सुंदरकांड हूँ गोटे एमती कथा वस्तु जेते बेले मनीष किं कर्तव्य विमूढ़ हो जाए माने कौन करी मोर कौन करवा उचित जेतोले मु जानी पारे ना सेतोले सुंदरकांड आरंभ। अर्थात बानर माने खबर पाइले सीता माता लंका रे अछंती किंतु लंका को जीवा को हेले समुद्र आकु डेंगी कहीं जाई परिबे नाही एवं से लंका को कई डेईकी जापरे ना एवं समस्ते खबर पाई सारे से जो कथा वस्तु आरंभ है ता ना है सुंदरकांड। तेणुक कहला सुंदर सुंदर राम सुंदर सुंदरी सीता सुंदर सुंदर कपि सुंदर सुंदर किम न सुंदरम। कहले जो कहत गावत सुनत समुझत परम पद नर पावै रघुवीर पद पाथो ज मधुकर दास तुलसी गावै श्री रामचंद्र कृपालु भजुमन हरण भव भयदा नव कंज लोचन कंज मुख कर कंज पद कंदर्प अगणित अमित छवि नव नील निरद सुंदरम पटपीत मानहु तड़ित रुचि नौमि जनक सुतावर श्री राम नव कंज लोचन इति वदति तुलसीदास शंकर शेष मुनि मनरंजनम इति वदति तुलसीदास शंकर शेष मुनि मनरंजनम मम हृदय कंज निवास गुरु का माधि कलदल कंजनम श्री रामचंद्र कृपा हरण भव भय दारु नव कंज लोचन कंज मुख कर चले हरसी रघुनायक पासा रघुनाथ रामचंद्र नाम कीर्तन गान करी रघुनाथ राम जय जयकार करी बानर माने हनुमान जी की आग करी रघुनाथ रामचंद्र को पाखक गले। गोस्वामी कहले पुछत कहत नवल इतिहास सुंदरकांड गोटे टिप्स गुप्त कथा एवं आम समस्त आपण देखंतु हनुमान चरित्र कहे सुंदरकांड शिक्षा दिए मते न पचारे मु कहबी नहीं आमे किंतु न पचारे आगु बड़ 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 केमती कही दिए हाँ ना नहीं
ଯେତିକି ଜାଣିଥିବା କେମିତି ସାଙ୍ଗେ ସାଙ୍ଗେ କହିଦେବା। ତାପରେ ଶେଷ। ଏଠି କ'ଣ ଲେଖିଲେ ଗୋସ୍ୱାମୀଜୀ? ପୁଚ୍ଛତ କହତ ନ ବଲ ଇତିହାସ। ପୁଚ୍ଛତ ମାନେ ପଚାରିଲେ, କହତ ମାନେ କହିଲେ। ଅର୍ଥାତ୍ ନ ପଚାରିଲା ପର୍ଯ୍ୟନ୍ତ ହନୁମାନଜୀ କିଛି କହିନାହାନ୍ତି। ଯଦି ଆମେ ଗୋଟେ ଫୁଟବଲ ମ୍ୟାଚ୍ ଜିତିଯିବା, ଆମେ ସେଠୁ ରୋଷଣୀ କରିକି ଆସିବା ଆମେ ଜିତିଛୁ ନାଇଁ। ଆମେ ଯଦି କ୍ରିକେଟ ମ୍ୟାଚ୍ ସେଠି ହେଉଛି, ଆମର ଅବସ୍ଥା କ'ଣ ହେଉଛି? ଖାଇବା ବନ୍ଦ ହେଇକି ଏଠି ସବୁ ଖେଳ କେଉଁଠି ହେଉଛି, ଏଠି ଅବସ୍ଥା କ'ଣ ହେଉଛି? ହନୁମାନଜୀ ଲଙ୍କାରେ ନିଆଁ ଲଗେଇଦେଲେ, ଆଡ଼ଭାନ୍ସ ଜେନେରେସନକୁ ମାରିଦେଲେ, ପ୍ରେଜେଣ୍ଟ ଜେନେରେସନକୁ ମାରିଦେଲେ। ଅର୍ଥାତ୍ ଯେଉଁମାନେ ଥିଲେ ମଲେ, କୋଟି କୋଟି ରାକ୍ଷସ ମଲେ, ଯେଉଁମାନେ ଜନ୍ମ ହେବେ ସେମାନେ ମଲେ। ଲଙ୍କାର ଗୋଟେ ରିନୋଭେସନ୍ ହେଲା, ମାନେ ଲଙ୍କାର ଆଉ ଘର ଦ୍ୱାର କାହାର କିଛି ନାହିଁ, ଆସବାବପତ୍ର ନାହିଁ, ଲୁଗାପଟା ନାହିଁ, ଜିନିଷପତ୍ର ନାହିଁ। ରାବଣକୁ ପୁଣି ଗୋଟେ ଫାଇନାନ୍ସ କରିକି ସମସ୍ତଙ୍କୁ ଠିକ୍ କରିବାକୁ ପଡ଼ିଲା। ଗୋଟେ ପୁରା ରିନୋଭେସନ୍ ହେଲା ଲଙ୍କାର। ଏତେ କାର୍ଯ୍ୟ କରିବା ଲୋକଟା ଓଲୋ ଓଲୋ କ'ଣ କରିଥାନ୍ତା? ମୁଁ ସେଦିନ ମଧ୍ୟ ଆପଣଙ୍କୁ କହିଥିଲି ଆନନ୍ଦ ରାମାୟଣର କଥା। ହନୁମାନଜୀଙ୍କ ମନରେ ଯେତେବେଳେ ଆସିଲା, ଆରେ ଏଗୁଡ଼ା ସବୁ ମୁଁ କରିଛି, ମୁଁ କରିଛି, ମୁଁ କରିଛି। ଯେତେବେଳେ ଯେଉଁ କଥା କରିବା ବେଳେ ଆପଣ ଭାବିବେ ମୁଁ କରିଛି, ଆପଣଙ୍କ ଭିତରେ ଯୋଡ଼ିଏ କ୍ରିୟା ଦେଖାଯିବ। ଗୋଟେ ହେଉଛି ଶୋଷ, ଗୋଟେ ହେଉଛି ଭୋକ। ଦେଖନ୍ତୁ ପରୀକ୍ଷା କରିକି, ଯେଉଁ କାର୍ଯ୍ୟକୁ ଆପଣ ଭାବିବେ ପ୍ରଭୁ କରିଛନ୍ତି, ନା ମୋତେ ଭୋକ ହେବ ନା ମୋତେ ଶୋଷ ହେବ। ଯେଉଁ କାର୍ଯ୍ୟକୁ ଆପଣ ଭାବିବେ ମୁଁ ଏଇଟା କରିଛି, ସେଥିରେ ନିଶ୍ଚୟ ଖାଇବି କ'ଣ ଟିକେ, ପିଇବି କ'ଣ ଟିକେ। ତ ହନୁମାନଜୀ ଲଙ୍କାରେ ନିଆଁ ଲଗେଇକି ଆସିଗଲେ। ଆନନ୍ଦ ରାମାୟଣ କଥା ଆପଣମାନଙ୍କୁ ଗତ ଥର ମୁଁ କହିଥିଲି। ଯେଉଁ ସେ ପଚାରିଲେ, ବାରମ୍ବାର ପଚାରିଲେ, କହିଲେ ଯେ ମୋତେ ଟିକେ ପାଣି ଦିଅ। ସେ ଋଷି ଦେଖାଇଦେଲେ। ସେ ଯେତେବେଳେ ପାଣି ପିଇବାକୁ ଗଲେ, ନେଇକି ଯାଇଛନ୍ତି ମୁଦ୍ରିକା ଆଉ ଚୂଡ଼ାମଣି। ସେଦିନ କହିଥିଲେ ଆପଣମାନଙ୍କୁ, ଚୂଡ଼ାମଣି ଉତ୍ତାରିତ ବଦୟୁ ହରସ ସମେତ ପବନ ସୁତଲ ଦୁଇ ଯାକ ନେଇକି ଯାଇଛନ୍ତି। ମୁଦିଟାକୁ ରଖିଲେ ଆଉ ଚୂଡ଼ାମଣିଟାକୁ ରଖିଲେ। ପାଣି ପିଇକିରି ଆସି ପହଞ୍ଚିଲା ବେଳକୁ ଚୂଡ଼ାମଣିଟା ଅଛି, ମୁଦିଟା ନାହିଁ। ହନୁମାନଜୀ ପଚାରିଲେ, ସେ ବାବାଜୀ କେଉଁ ବାବା, ମୋ ମୁଦି କୁଆଡ଼େ ଗଲା? କହିଲେ କେଉଁ ମୁଦି? କହିଲେ କେଉଁ ମୁଦି? ତୁମେ ଏଇଠି ବସିଥିଲ, ମୁଁ ମୁଦିଟା ଥୋଇକିରି ଗଲି। ପ୍ରଭୁ ମୁଦ୍ରିକା ମେଲି ମୁଖ ମାଇଁ ଜଲଦି ଲଙ୍ଗି ଗଏ ଅଚରଜ ନାହିଁ। ମୁଁ ମୁଦିଟା ନେଇକି ଆସିଥିଲି। କେଉଁ ମୁଦି ତୁମେ ପଚାରୁଛ? କହିଲେ କେଉଁ ମୁଦି? କହିଲେ ଯେଉଁ ମୁଦିଟା ମୁଁ ହନୁମାନ ଆଣିଥିଲି। କହିଲେ ତୁମେ କେତେ ନମ୍ବର ହନୁମାନ? କେତେ ନମ୍ବର ଲଙ୍କାରେ ନିଆଁ ଲଗେଇଛ? ତେଣୁକରି ଏଠି ଟିକେ ଆଗକୁ ଗଲେ ଆପଣ ଦେଖିବେ, ଇଏ ସବୁ କଥୋପକଥନ ପ୍ରଭୁଙ୍କର ସରିଯାଇଛି। ପୁଚ୍ଛତ କହତ, ପଚାରିଲେ ସବୁ କହିବେ। ରଘୁନାଥ ପଚାରୁଛନ୍ତି, କିଏ କହିଲେ? ରଘୁନାଥ ପଚାରିଛନ୍ତି, କେହିବିଧି ଦହେଉ ଦୁର୍ଗ ଅତି ବଙ୍କା। ସେ ହନୁମାନଙ୍କୁ ପଚାରିଲେ, ଏ ଲଙ୍କାଟାକୁ ତୁମେ କେମିତି ନିଆଁ ଲଗେଇଲ? ହନୁମାନଜୀ କ'ଣ କହିଲେ ଜାଣନ୍ତି? କହିଲେ ମୁଁ ନିଆଁ ଲଗେଇନି। କହିଲେ ମାନେ? କହିଲେ ନିଆଁ ଲାଗିଛି ନା? କହିଲେ ନିଆଁ ଲାଗିଛି। କହିଲେ କିଏ ଲଗେଇଲା? କହିଲେ ପ୍ରଭୁ ସିନା ଜଣେ ଲଗେଇଥିଲେ, ମୁଁ ତା ନାଁ କହିବି, ଆପଣ ୱାରେଣ୍ଟି ଇସ୍ୟୁ କରିକି ତାକୁ ଆରେଷ୍ଟ କରିଦେବେ। ଏଇଟା 5 ଜଣ ଲଗେଇଛନ୍ତି। କହିଲେ ମୁଁ ତ ତୁମକୁ ଏକା ପଠେଇଲି, ଏତେ ନା କରହୁ ତାର ତ ତୁମ ଯାଇ ସୀତାଇ ଦେଖି କହୁ ସୁଧି ଆଇ, ଆଉ ମୁଁ ତ ତୁମକୁ ପଠେଇଲି, ଆଉ 5 ଜଣ କିଏ ଗଲେ? କହିଲେ ପ୍ରଭୁ ମୁଁ କହିପାରିବି। କହିଲେ ସେ 5 ଜଣଙ୍କୁ ଚିହ୍ନିଛ ନା? ହଁ ଚିହ୍ନିଛ। କହିଲେ ତୁମେ ନିଆଁ ଲଗେଇଲ? କହିଲେ ନା ଲଗେଇ। କାହିଁକିନା ଏଠି ତ ଦେଖିଛନ୍ତି ଯେ ଯେତେବେଳେ ମୁଦ୍ରିକାଟା ପଚାରିଲେ ସେ ବାବାଜୀ, ସେ ଯାଇକିରି କହିଲେ ସେଇ ପାତ୍ରରେ ଦେଖ। ସେ ପାତ୍ରଟାକୁ ଦେଖିଲା ବେଳକୁ ସେଥିରେ 2000 ଖଣ୍ଡେ ମୁଦ୍ରିକା ପଡ଼ିଛି। ସେ ବାବାଜୀ କହିଲେ, ତୁମେ କେତେ ନମ୍ବର ହନୁମାନ, ତୁମ ମୁଦି କେଉଁଟା, ତୁମେ ଏଥିରୁ ବାଛିକିରି ନିଅ। ପରୀକ୍ଷା ପାଇଯାଇଛନ୍ତି। ତ ସେଠିକି ଯେତେବେଳେ ଯାଇ ପହଞ୍ଚିଛନ୍ତି, ରଘୁନାଥ ପଚାରିଲେ, କେହିବିଧି ଦହେଉ ଦୁର୍ଗ ଅତି ବଙ୍କା। ହନୁମାନ କେମିତି ନିଆଁ ତୁମେ ଲଗେଇଲ, ଭାରି ବଢ଼ିଆ କାମ କଲ। ସବୁ କଥା କହିସାରିଲା ପରେ କହିଲେ, ପୁଂସତ କହତ ନବଲ ଇତିହାସ। ନବଲ ମାନେ ନୂଆ କଥା କ'ଣ ଗୋଟେ ଅଛି ତା ଭିତରେ। ହନୁମାନଜୀ କହିଲେ, ପ୍ରଭୁ ମୁଁ ନିଆଁ ଲଗେଇନି। କହିଲେ କ'ଣ? ସୁଗ୍ରୀବ କହୁଛନ୍ତି ନିଆଁ ଲାଗିଛି, ଅଙ୍ଗଦ କହୁଛନ୍ତି ନିଆଁ ଲାଗିଛି, ଜାମ୍ବବାନ କହୁଛନ୍ତି ନିଆଁ ଲାଗିଛି। ନା ପ୍ରଭୁ ନିଆଁ ଲାଗିବା ଠିକ୍। ତୁମେ ଲଗେଇନା, ତୁମେ ତ ଏକା ଯାଇଥିଲ। କହିଲେ ପ୍ରଭୁ ମୁଁ ଏକା ଗଲେ କ'ଣ, ମୁଁ ବା ଲଗେଇନି ଆପଣଙ୍କୁ କହୁଛି। କହିଲେ କିଏ ଲଗେଇଲେ? 5 ଜଣ। କହିଲେ କିଏ? ପ୍ରଥମ ଉତ୍ତର ଦେଇଛନ୍ତି। କହିଲେ ସୋ ସବ ତବ ପ୍ରତାପ ରଘୁରାଇ, ଶ୍ରୀରାମ ଜୟ ରାମ ଜୟ, ନାଥନ କଛୁ ମୋରି ପ୍ରଭୁ ତାଇ, ଶ୍ରୀରାମ
ଲଗେଇଛି କହିଲେ ଆଜ୍ଞା ଖାତା କଲମ କାଢ଼ନ୍ତୁ, ଖାତା କଲମ କାଢ଼ ଲେଖ। କହିଲେ 5 ଜଣଙ୍କ ନାଁ ଲେଖିଲେ ତ ୱାରେଣ୍ଟିଟା ଆପଣ ଇସ୍ୟୁ କରିବେ। ମୁଁ ପ୍ରଥମ ନାଁଟା କହିଲି, କହିଲେ କିଏ? କହିଲେ ସୋର୍ସ ଅଫ୍ ପ୍ରତାପ, ଅର୍ଥାତ୍ ପ୍ରଥମେ ଲେଖନ୍ତୁ ରାମଙ୍କର ପ୍ରତାପ। କହିଲେ ଦ୍ୱିତୀୟରେ, କହିଲେ ଦ୍ୱିତୀୟରେ ମାତା ସୀତାଙ୍କ ଶୋକ। କହିଲେ ତୃତୀୟରେ, କହିଲେ ତୃତୀୟରେ ବିଭୀଷଣଙ୍କର ରାମ ରାମ ଜପ। କହିଲେ ଚତୁର୍ଥରେ, କହିଲେ ଚତୁର୍ଥରେ ପ୍ରଭୁ ଲେଖନ୍ତୁ ରାବଣର ପାପ। କହିଲେ ପଞ୍ଚମରେ, କହିଲେ ପ୍ରଭୁ ଲେଖନ୍ତୁ ମୋ ବାପା ପବନର କୋପ। ବୋଲ ଶ୍ୟାମର ରାମଚନ୍ଦ୍ର।